নমস্কার জয় জগন্নাথ শুভ সকাল আজ হচ্ছে ফেব্রুয়ারি 26 তারিখ গুরুবার আজ দিনের অনেক গুরুত্বপূর্ণ খবর আসিছি তেণু ভিডিওকে শেষ পর্যন্ত দেখা মোর আপনার অনুরোধ তবে আসন্তু আজ দিনের 20টি বড় খবর উপরে নজর পকাইবা ভিডিও ভালো লাগিলে আপনার ভাল পাইবা স্বরূপ গোটে গোটে লাইক নিশ্চিত করিদেবে আজির প্রথম খবর কিশোরীଙ୍କୁ মিলিব সর্ভাইকাল ক্যান্সর টিকা শুভারম্ভ করিবে মোদি কিশোরীମାନଙ୍କୁ ମିଳିବ ସର୍ଭାଇକାଲ କ୍ୟାନ୍ସର ଟିକା ଆସନ୍ତା 28 ତାରିଖରୁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 14 ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ 14ରୁ ବାହାଘର ପର୍ଯ୍ୟନ୍ତ 3ଟି ଡୋଜ୍ ଦିଆଯିବ ଏନେଇ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର ସେପଟେ 2026-27 ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ ଏଥିରେ 311 କୋଟି ଟଙ୍କା ଖର୍ଚ୍ଚ ହେବ ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପରବର୍ତ୍ତୀ ଖବର ହୋର୍ଡିଂ ଭୁଷୁଡି ମୃତ୍ୟୁ 4 ଲକ୍ଷ ଅନୁକମ୍ପା ରାଶି ହୋର୍ଡିଂ ଭୁଷୁଡି ମୃତ୍ୟୁ ଘଟଣାରେ 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ଭୁବନେଶ୍ୱର ଆଇଗଣିଆରେ ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି ଉଭୟଙ୍କ ମୃତକଙ୍କ ପରିବାର ନିକଟତମ ଆତ୍ମୀୟଙ୍କୁ 4 ଲକ୍ଷ ଲେଖାଏଁ ମିଳିବ ସିଏମ୍ଆର୍ଏଫ୍ରୁ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋର୍ଡିଂ ଭୁଷୁଡିବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିଲା ପରବର୍ତ୍ତୀ ଖବର ଖୁବ୍ ଶୀଘ୍ର ଆସୁଛି ବାଇକ୍ ଦିଦି ଯୋଜନା ମହିଳାଙ୍କୁ ମିଳିବ ଫାଇଦା ଦିଲ୍ଲୀରେ ମହିଳାମାନଙ୍କ ସୁରକ୍ଷା ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି ସରକାର ଖୁବ୍ ଶୀଘ୍ର ଇ ବାଇକ୍ ଦିଦି ଯୋଜନା ଆରମ୍ଭ କରିପାରନ୍ତି ଦିଲ୍ଲୀର ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ଇ ବାଇକ୍ ଦିଦି ଯୋଜନାର ମୁଖ୍ୟ ଲକ୍ଷ୍ୟ ବର୍ତ୍ତମାନ ଏହି ଯୋଜନା ପ୍ରସ୍ତାବ ପର୍ଯ୍ୟାୟରେ ଅଛି କିନ୍ତୁ ଯଦି ସବୁକିଛି ଯୋଜନା ଅନୁସାରେ ହୁଏ ତେବେ ମହିଳା ଆରୋହୀମାନଙ୍କୁ ଖୁବ୍ ଶୀଘ୍ର ଦିଲ୍ଲୀର ରାସ୍ତାରେ ଇଲେକ୍ଟ୍ରିକ୍ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିବ ସରକାର ମହିଳାମାନଙ୍କୁ ନିରାପଦ ଏବଂ ନିର୍ଭରଯୋଗ୍ୟ ଯାତ୍ରା ବିକଳ୍ପ ମଧ୍ୟ ପ୍ରଦାନ କରିବାକୁ ଚାହୁଁଛନ୍ତି ଏହି ଯୋଜନା ପ୍ରଦୂଷଣ ହ୍ରାସ କରିବା ଦିଗରେ ଏକ ପଦକ୍ଷେପ ଭାବରେ ମଧ୍ୟ କାର୍ଯ୍ୟ କରିବ ପରବର୍ତ୍ତୀ ଖବର ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛତିଶା ନିଯୋଗ ସହ ଆଲୋଚନା ହୋଇଛି ଖୁବ୍ ଶୀଘ୍ର ସମୟ ସ୍ଥିର ହେବ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ପାଇଁ ଯୋଜନା କରୁଛୁ ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ଠାକୁରଙ୍କ ନୀତିକାନ୍ତି ଅନୁସାରେ କେଉଁ ସମୟରେ କଲେ ଠିକ ହେବ ବିଚାର ହେବ ଏସବୁ ବିଚାର କରି ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପରବର୍ତ୍ତୀ ଖବର ପୁଣି ସରକାରଙ୍କ ଦ୍ୱାରା 5ଟି ଓଟିଟି ପ୍ଲାଟଫର୍ମ ବ୍ୟାନ୍ ପୁଣି କେନ୍ଦ୍ର ସରକାରଙ୍କ ଦ୍ୱାରା 5ଟି ଓଟିଟି ପ୍ଲାଟଫର୍ମକୁ ବ୍ୟାନ୍ କରାଯାଇଛି ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ପ୍ଲାଟଫର୍ମ ଗୁଡ଼ିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି ଯେଉଁ ତାଲିକାରେ ମୁଡ୍ ଏକ୍ସ ଭିଆଇପି କୋଏଲ ପ୍ଲେ ପ୍ରୋ ଡିଜି ମୁଭି ପ୍ଲେକ୍ସ ଫିଲ୍ ଏବଂ ଜୁଙ୍ଗୁ ଭଳି ପ୍ଲାଟଫର୍ମ ଅନ୍ତର୍ଭୁକ୍ତ ଅଛି ଏହି ପ୍ଲାଟଫର୍ମ ଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମ 2021 ଏବଂ ଅଶ୍ଳୀଳତା ବିରୋଧୀ ଆଇନ ଅନୁସାରେ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରବର୍ତ୍ତୀ ଖବର ଭାରତ ଉପରେ 126% ଅତିରିକ୍ତ ଟିକସ ଲାଗୁ କଲେ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ଶୁଳ୍କ ମାମଲାରେ ଆମେରିକାର ସୁପ୍ରିମ କୋର୍ଟରେ ପରାଜୟ ବରଣ କରିବା ପରେ ମଧ୍ୟ ତାଙ୍କର ଶୁଳ୍କ ଅଭିଯାନ ଜାରି ରଖିଛନ୍ତି ପ୍ରାରମ୍ଭରେ 10% ବିଶ୍ୱ ଶୁଳ୍କ ଲାଗୁ କରାଯାଇଥିଲା ଯାହାକୁ ପରେ 15%କୁ ବୃଦ୍ଧି କରାଯାଇଥିଲା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ହୋଇଥିଲା ଏବେ ଆମେରିକା ଭାରତ ଇଣ୍ଡୋନେସିଆ ଓ ଲାଓସରୁ ଆମଦାନୀ ହେଉଥିବା ସୌରଶକ୍ତି ଉତ୍ପାଦ ଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି ପରବର୍ତ୍ତୀ ଖବର ସିକିମରେ ପ୍ରବଳ ତୁଷାରପାତରେ ଫସିଥିବା 2700 ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ସିକିମର ପୂର୍ବାଞ୍ଚଳରେ ଛୋମାଗ ହ୍ରଦକୁ ମଙ୍ଗଳବାର ବୁଲିବାକୁ ଆସିଥିବା 27ରୁ ଅଧିକ ପର୍ଯ୍ୟଟକ ପ୍ରବଳ ତୁଷାରପାତ କାରଣରୁ ସେଠାରେ ଫସି ରହିଥିବା ବେଳେ ସମସ୍ତ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ଉଦ୍ଧାର କରିଛି ସୋରାଥାଙ୍ଗ ଓ ଆଖପାଖ ଅଞ୍ଚଳର ଉଚ୍ଚ ସ୍ଥାନରେ ଭାରି ତୁଷାରପାତ କାରଣରୁ ପାଖାପାଖି 24 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଯାଇଥିଲା ପର୍ଯ୍ୟଟକଙ୍କ 541ଟି ଯାନବାହନ ଫସି ରହିଥିଲା ସେଠାରୁ ବାହାରିବାର କୌଣସି ଉପାୟ ନ ପାଇ ଫସି ରହିଥିଲେ ପର୍ଯ୍ୟଟକ ପରବର୍ତ୍ତୀ ଖବର ବିଶ୍ୱର ପ୍ରଥମ କ୍ୟାଟେଗୋରୀ 5 ବାତ୍ୟା ଓରିସି ଓ ଭାରତ ମହାସାଗରରେ ଦୁର୍ବଳ ଚଳିତ ବର୍ଷ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ହୋରାସିଓ ବିଶ୍ୱର ପ୍ରଥମ କ୍ୟାଟେଗୋରୀ 5 ବାତ୍ୟା ରହିଛି ଏହି ଶ୍ରେଣୀରେ ବାତ୍ୟାରେ ପବନର ବେଗ 250 କିଲୋମିଟରରୁ ଅଧିକ ରହିଥାଏ ଏହା ସହିତ ହୋରାସିଓ ଖୁବ୍ ଶୀଘ୍ର ଘନୀଭୂତ ହେବ ବୋଲି କୁହାଯାଉଥିଲା ବାତ୍ୟା ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଭାରତ ମହାସାଗରରେ ମରିସର ପୂର୍ବରେ ଏବଂ ରିଡ୍ରିକ୍ସ ନିକଟରେ ଦ୍ରୁତ ଗତିରେ ଶକ୍ତିଶାଳୀ ହେବା ପରେ ଖୋଲା ଜଳରାଶି ଉପରେ ଦୁର୍ବଳ ହେବାରେ ଲାଗିଛି ଫଳରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି ପରବର୍ତ୍ତୀ ଖବର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ 10 ମାସରେ ଭାରତ ପାକିସ୍ତାନ ସମେତ ବିଶ୍ୱର 8ଟି ଯୁଦ୍ଧ ବନ୍ଦ କରିଥିବା ନେଇ ବାରମ୍ବାର ଦାବି କରିଆସୁଛନ୍ତି ଷ୍ଟେଟ୍ ଅଫ୍ ଦି ୟୁନିୟନ ଅଭିଭାଷଣ ଅବସରରେ ମଙ୍ଗଳବାର ଟ୍ରମ୍ପ ପୁଣି ଥରେ ଏନେଇ ଦାବି କରିଛନ୍ତି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଭାରତ ପାକିସ୍ତାନ ବିବାଦରେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ ତାହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫ ମରିଯାଇଥାନ୍ତେ ଟ୍ରମ୍ପ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବାରୁ ବନ୍ଦ କରିଥିଲେ ବୋଲି କହିଛନ୍ତି
ପରବର୍ତ୍ତୀ ଖବର ଟିକେଟ ଅର୍ଥ ଫେରସ୍ତ ଦେବା ଆଇସିସି ଟି20 ବିଶ୍ୱକପ୍ରୁ ସୁପର 8 ପର୍ଯ୍ୟାୟ ଚାଲିଥିବା ବେଳେ ଇଂଲଣ୍ଡ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି। ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟ ଚାଲିଥିବା ବେଳେ ଇଂଲଣ୍ଡ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି। ଆଗାମୀ କିଛି ଦିନ ମଧ୍ୟରେ ସେମିଫାଇନାଲ ଖେଳିବାକୁ ଥିବା ଅନ୍ୟ 3ଟି ଦଳ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହୋଇଯିବ। କିନ୍ତୁ ସେମିଫାଇନାଲ କେଉଁ ସ୍ଥାନରେ ଖେଳ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କାରଣ ତାହା ପାକିସ୍ତାନ ଓ ଶ୍ରୀଲଙ୍କା ଦଳ ସେମିଫାଇନାଲ ଯିବା ଉପରେ ନିର୍ଭର କରିବ। ଏହି ଅନିଶ୍ଚିତତା ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ ଫାଇନାଲ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଯଦି ସେମିଫାଇନାଲ କିମ୍ବା ଫାଇନାଲ କଲମ୍ବୋରେ ହେଲା ତେବେ କୋଲକାତା ଓ ଅହମ୍ମଦାବାଦ ପାଇଁ ଟିକେଟ କିଣିଥିବା ଦର୍ଶକମାନଙ୍କୁ ଅର୍ଥ ଫେରସ୍ତ ଦିଆଯିବ। ପରବର୍ତ୍ତୀ ଖବର ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ କହିଲେ କୃଷ୍ଣଚନ୍ଦ୍ର ପାତ୍ର। ଧାନ କିଣା ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଟୋକେନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ 15 ଦିନ ବଢିବ ଅବଧି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏହି ସମୟ ଅବଧି ବଢାଇ ପାରିବେ। ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ ରାଜ୍ୟର ଚାଷୀଙ୍କୁ ବାଦ ଦିଆଯିବ ନାହିଁ। ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ବୋଲି କହିଛନ୍ତି କୃଷ୍ଣ ପାତ୍ର। ପରବର୍ତ୍ତୀ ଖବର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦନାଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ, ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିଠିରେ ପ୍ରଧାନମନ୍ତ୍ରୀ ଦମ୍ପତି ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ଖବର ବଳଦେବ ଜୀଉଙ୍କ ରଥ ନିର୍ମାଣ ପାଇଁ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି। ଏନେଇ ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ବିଗତ କିଛି ଦିନ ଧରି ରଥର 14ଟି ଚକର ଅବସ୍ଥା ଠିକ୍ ନଥିବା ପାଇଁ ରଥର ଚାଳନାରେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ଫଳସ୍ୱରୂପ ରଥ ମାଉସୀ ମାଙ୍କ ମନ୍ଦିର ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପାଖାପାଖି 2 ଦିନ ବିଳମ୍ବ ହେଉଥିଲା। ବାହୁଡା ଯାତ୍ରା ସମୟରେ ମଧ୍ୟ ସମାନ ସ୍ଥିତି ଦେଖାଯାଉଥିଲା। ଏହାକୁ ଦୃଷ୍ଟି ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ସରକାର 1 କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି। ଏଥିନେଇ ବିଧିବଦ୍ଧ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପରବର୍ତ୍ତୀ ଖବର ବଦଳିବ ଦିଲ୍ଲୀର ନାଁ। କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି। ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପ୍ରବୀଣ ଖେଣ୍ଡୱାଲ ଏହି ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଚିଠିରେ ଖେଣ୍ଡୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀ ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ ପୁନଃ ସ୍ଥାପିତ କରିବ। ସେ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ପ୍ରସ୍ତାବ ଉପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶାହାଙ୍କୁ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର ଯୋଗୀଙ୍କ ଜାପାନ ଗସ୍ତ 11,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜାପାନ ଗସ୍ତର ପ୍ରଥମ ଦିନରେ ବୁଧବାର ବିଭିନ୍ନ ଜାପାନୀ କମ୍ପାନୀ ସହିତ ପ୍ରାୟ 11,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲକ୍ଷ୍ନୌରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁସାରେ ଜାପାନୀ କମ୍ପାନୀଗୁଡ଼ିକ ମଧ୍ୟରେ କୁବେଟା କର୍ପୋରେସନ, ମିଣ୍ଡା କର୍ପୋରେସନ, ଜାପାନ ଏଭିଏସନ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି, ନାଗାସେ ଆଣ୍ଡ କୋ ଲିମିଟେଡ୍, ସିକୋ ଆଡଭାନ୍ସ ଓ ଆଣ୍ଡ ଓ ଗ୍ରୁପ, ଫୁଜି ଜାପାନୀ ଜେଭି ଏବଂ ଫୁଜି ସିଲଭର ଟେକ୍ କଂକ୍ରିଟ ପ୍ରାଇଭେଟ ଲିମିଟେଡ୍ ଚୁକ୍ତି ଅନ୍ତର୍ଭୁକ୍ତ ଅଛି। ପରବର୍ତ୍ତୀ ଖବର ସହର ଉପକଣ୍ଠ ରୂପାନ୍ତରକରଣ ପାଇଁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି। ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। 2026-27 ଆର୍ଥିକ ବର୍ଷର ବଜେଟରେ ଗ୍ରାମୀଣ ସହରୀ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରାମ ପଞ୍ଚାୟତ ଓ ସହର ଉପକଣ୍ଠ ଅଞ୍ଚଳଗୁଡ଼ିକୁ ସୁନିୟନ୍ତ୍ରିତ ସ୍ଥାୟୀ ଅନ୍ତର୍ଭୁକ୍ତିମୂଳକ ସହରୀକରଣ ଦିଗକୁ ନେଇଯିବା ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍ କର୍ମଚାରୀଙ୍କ ଯାନବାହନରେ ଲାଗିବ ଜିପିଏସ୍। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନିୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଏପିଏଫ୍ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ଯାନବାହନରେ ଜିପିଏସ୍ ଟ୍ରାକର ବ୍ୟବସ୍ଥା ଲଗାଇବାକୁ ଭାରତୀୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2ଟି ପର୍ଯ୍ୟାୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ମାସ ପହିଲାରୁ ପ୍ରଥମ ପର୍ଯ୍ୟାୟରେ 240 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହେବେ। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ସିଏପିଏଫ୍ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆୟୋଗଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସକ୍ଷମ ହେବେ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଆସନ୍ତା ମାସ 10 ତାରିଖରୁ 240 କମ୍ପାନୀ ସିଏପିଏଫ୍ ନିୟୋଜିତ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଅପରେସନ ସାଇବର କବଚ। 11,155ଟି ମ୍ୟୁଲ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ। 288 ଜଣ ଅଭିଯୁକ୍ତ ଗିରଫ।
ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ଅପରେସନ ସାଇବର କବଚ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର କୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏସ୍ପି ଓ ଡିସିପି ମାନଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରବର୍ତ୍ତୀ ଖବର ଖଣି ବାବୁଙ୍କ ଘରେ ଟଙ୍କାର ପାହାଡ ବିଡା ଖଡଖଡିଆ ନୋଟ ବିଡା ଖଡଖଡିଆ ନୋଟ 100, 200 ରୁ 500 ଟଙ୍କିଆ ନୋଟ ଚଟାଣ ଉପରେ ଚକଚକ କରୁଛି। ମେସିନ ଲାଗିଛି, ଗଣା ଚାଲିଛି। ମଝିରେ ମଝିରେ ବ୍ୟାଙ୍କ କର୍ମଚାରୀଙ୍କ ମେସିନ ମଧ୍ୟ ଜାମ୍ ଧରୁଛି। ଗୋଟିଏ ପରେ ଗୋଟିଏ ଟଙ୍କା ବିଡା ଗଣା ଚାଲିଛି। ଥାକ ଥାକ କରି ଟ୍ରଲି ବ୍ୟାଗରେ ଖଞ୍ଜା ହୋଇ ରଖାଯାଉଛି ଟଙ୍କା। ଘରର ପ୍ରତ୍ୟେକଟି କୋଣରୁ ମିଳୁଛି ପୁଳା ଟଙ୍କା। ଯୁଆଡେ ହାତ ବୁଲାଉଥିଲେ ଭିଜିଲାନ୍ସ ଅଧିକାରୀ ସିଆଡୁ ମିଳୁଥିଲା ଟ୍ରଲି ବ୍ୟାଗ ଭିତରୁ ନଗଦ ଟଙ୍କା। ଦୃଶ୍ୟ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଗଲେ। ଗଣି ଗଣି ହାଲିଆ ବ୍ୟାଙ୍କ ଓ ଭିଜିଲାନ୍ସ କର୍ମଚାରୀ। କୁବେର ଅଫିସରଙ୍କ ଘରୁ ମିଳିଛି ନଗଦ 4,27,00,000 ଟଙ୍କା ଓ ସୁନା ଗହଣା, ଯାହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସର ସର୍ବାଧିକ। 8,000 ଟଙ୍କାରୁ ଚାକିରି, 22 ବର୍ଷରେ କୁବେର ଭଳି ସମ୍ପତ୍ତି। ମାଇନିଂ ଅଫିସର ଭାବରେ 2004ରୁ କ୍ୟାରିୟର ଆରମ୍ଭ। ବଲାଙ୍ଗୀର, ବାରିପଦା, ବ୍ରହ୍ମପୁର, କଟକ, ଫୁଲବାଣୀରେ ବଡବଡିଆ ଦାୟିତ୍ୱରେ ଥିଲେ। ଡିସେମ୍ବର 2025ରୁ ପୁଣି କଟକରେ ଉପନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ। ପରବର୍ତ୍ତୀ ଖବର ଏନସିଇଆରଟି ବହିକୁ ନେଇ ରାଗିଗଲେ ସିଜେଆଇ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଏନସିଇଆରଟି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ମୁଁ ଏହି ବିଷୟରେ ସମ୍ପୂର୍ଣ୍ଣ ଅବଗତ। ଆମେ ଗୋଟିଏ ଦିନ ଅପେକ୍ଷା କରିବୁ। ଏହା ସମ୍ପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ଚିନ୍ତାର ବିଷୟ। ମୁଁ ବହୁତ କଲ୍ ଏବଂ ମେସେଜ ପାଉଛି। ମୁଁ ଏହି ମାମଲାର ସ୍ୱତଃ ତଦନ୍ତ କରୁଛି। ମୁଁ କାହାକୁ ଯେତେ ଉପଦସ୍ଥ ବ୍ୟକ୍ତି ହେଉନା କାହିଁକି ଅନୁଷ୍ଠାନର ବଦନାମ କରିବାକୁ ଅନୁମତି ଦେବି ନାହିଁ। ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ଏମ୍ ସିଂଘଭି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ନ୍ୟାୟପାଳିକାରେ ଛାତ୍ରମାନଙ୍କୁ ଦୁର୍ନୀତି ବିଷୟ ଏପରି ପଢ଼ାଯାଉଛି ଯେପରି ଏହା ଅନ୍ୟ କୌଣସି ପ୍ରତିଷ୍ଠାନରେ ନାହିଁ। ପରବର୍ତ୍ତୀ ଖବର ଭୁବନେଶ୍ୱର ବାଇପାସ ଟେଣ୍ଡର ଚୂଡ଼ାନ୍ତ। କ୍ୟାପିଟାଲ ରିଜନ ରିଙ୍ଗ ରୋଡ ଟେଣ୍ଡର ଚୂଡ଼ାନ୍ତ ନେଇ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ମୁଖ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, 3ଟି ପ୍ୟାକେଜ ପାଇଁ 3ଟି ନିର୍ମାଣକାରୀ ସଂସ୍ଥା ଚୟନ ହୋଇଛନ୍ତି। ଖୋର୍ଦ୍ଧା, ରାମେଶ୍ୱର, ବିଲିପଦା ଓ ଗୋବିନ୍ଦପୁର କଟକ ଟାଙ୍ଗୀ ସଂଯୋଗ ହେବ। 6 ଲେନ୍ ବିଶିଷ୍ଟ ରିଙ୍ଗ ରୋଡ 110 କିଲୋମିଟର ରହିବ। ପ୍ରତ୍ୟେକ ଫେଜ ପାଇଁ 1,500 କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାମ ଆରମ୍ଭ ହେବ। ପରବର୍ତ୍ତୀ ଖବର ଆଜି PMGKAY ଯୋଜନା ଅଧୀନରେ ସିବିଡିସି ମୁଦ୍ରା ଖାଦ୍ୟ ସବସିଡି ବଣ୍ଟନ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆଜି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ସିବିଡିସି ଖାଦ୍ୟ ସବସିଡି ବଣ୍ଟନ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବ। ପଡୁଚେରୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପରାଜ୍ୟପାଳ କେ କୈଳାସନାଥ, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁମେନ୍ ଜୟନ୍ତୀ ଭାଇ ବମ୍ଭାନିଆ ପ୍ରମୁଖ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ଡିଜିଟାଲ ମୁଦ୍ରା ଟୋକେନ ବ୍ୟବସ୍ଥାରେ ଚିହ୍ନଟ ହିତାଧିକାରୀଙ୍କ ଡିଜିଟାଲ ୱାଲେଟରେ ଖାଦ୍ୟ ସବସିଡି ବାବଦ ଅର୍ଥ ପ୍ରଦାନ କରାଯିବ। ପରବର୍ତ୍ତୀ ଖବର ଟି20 ରାଙ୍କିଙ୍ଗ ଶ୍ରେଷ୍ଠ ପଞ୍ଚମରେ ପ୍ରବେଶ କଲେ ଇଶା। ଚଳିତ ଟି20 ବିଶ୍ୱକପର 4ଟି ମ୍ୟାଚରୁ ମାତ୍ର 15 ରନ୍ କରିଥିବା ସତ୍ତ୍ୱେ ଭାରତୀୟ ଯୁବ ଓପନର ଅଭିଷେକ ଶର୍ମା ଆଇସିସି ମାନ୍ୟତାର 1 ନମ୍ବର ସ୍ଥାନରେ ଦୃଢ ଅଛନ୍ତି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚରେ ବିଫଳ ହେବା ସତ୍ତ୍ୱେ ୱିକେଟ ରକ୍ଷକ ବ୍ୟାଟର ଇଶାନ କିଶାନ ସଦ୍ୟ ପ୍ରକାଶିତ ଟି20 ବ୍ୟାଟର ମାନ୍ୟତାର ଶ୍ରେଷ୍ଠ ପଞ୍ଚମ ଭିତରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ଖବର ଅନିଲ ଅମ୍ବାନୀଙ୍କ 17 ମହଲା ଘର ଜବତ। ମୂଲ୍ୟ 3,716 କୋଟି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇର ପାଲି ହିଲରେ ଥିବା 17 ମହଲା ଘର ଆଡାବକୁ ଜବତ କରାଯାଇଛି। ଘରର ମୂଲ୍ୟ 3,716 କୋଟି ଟଙ୍କା ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ ଅନୁସାରେ ଘରକୁ ଜବତ କରାଯାଇଛି। ଅନିଲଙ୍କ 66 ମିଟର ଉଚ୍ଚତା ବିଶିଷ୍ଟ ଏହି ଘର ହେଉଛି ଦେଶର ଅନ୍ୟତମ ମହଙ୍ଗା ଘର। ଅନିଲଙ୍କ ବିରୋଧରେ 40,000 କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି। ଇଡି ତାହାର ତଦନ୍ତ କରୁଛି। ଇଡି ଦ୍ୱାରା ଘରକୁ ଜବତ ନିର୍ଦ୍ଦେଶ ଦିଆଯିବାର ଅର୍ଥ ହେଉଛି ଉକ୍ତ ଘରକୁ ଅନିଲ ବିକ୍ରି କରିପାରିବେ ନାହିଁ। ପରବର୍ତ୍ତୀ ଖବର ଜୁନ୍ ସୁଦ୍ଧା 3 ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ବିଭାଗକୁ ଶିଳ୍ପ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଶିଳ୍ପ ବିଭାଗ। ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଭାଗୀୟ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇଡ୍କୋ ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।